ହ୍ୟାଲୋ। ହଁ ଭାଇ, ଆପଣ ହଁ ସମସ୍ତଙ୍କୁ ନମସ୍କାର ଏବଂ ଭାଇ ଆପଣଙ୍କୁ ମଧ୍ୟ। ଓକେ, ନମସ୍କାର ନମସ୍କାର। ତ ଭାଇ ଟିକେ କାରଣ ଶୁଣନ୍ତୁ। ଆପଣ ଆଜି ସମସ୍ତଙ୍କୁ ମୁଁ ଏଇ ଚ୍ୟାନେଲରେ ସ୍ୱାଗତ କରେ, କାରଣ ଭାଇ ମୋତେ ଏଇ ସୁଯୋଗ ଦେଇଛନ୍ତି। ଓକେ ଓକେ। ତ ଭାଇ ଗୋଟେ ବିଷୟ ଆପଣ ମାନେ ଦେଖୁଥିବେ, ଆପଣ ତ ମୁଁ ଶୁଣୁଥିଲି ମାନେ ଆପଣ ମାନେ ହିନ୍ଦୁ ପରିବାରରୁ ବିଲଙ୍ଗ କରନ୍ତି ତ, ଆଉ ଅନେକ ଶାସ୍ତ୍ର ମଧ୍ୟ ପଢ଼ିଛନ୍ତି ବୋଲି ମୁଁ ଶୁଣୁଥିଲି। ତ ହଁ ହଁ ଭାଇ, ଆପଣ ଠିକ୍ ଶୁଣିଛନ୍ତି। ଆଜି ଦିନ ମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଭାଇ ଯିଏ ଆପଣଙ୍କ ବ୍ୟାକଗ୍ରାଉଣ୍ଡରୁ ହିଁ ଆସନ୍ତି, ଆପଣ ଯେମିତି ହିନ୍ଦୁ ପରିବାରରୁ ସେମିତି ତାଙ୍କେ ମଧ୍ୟ ହିନ୍ଦୁ ପରିବାରରୁ ଆସିଛନ୍ତି। ଆଉ ମାନେ ବାଇବଲରୁ ଯାହା ପାଉଛନ୍ତି ସେମିତି ବଖାଣି ଚାଲୁଛନ୍ତି। ତାପରେ ଅନେକ ବିଷୟ କହୁଛନ୍ତି। ଆଉ ଆମେ ମଧ୍ୟ ହିନ୍ଦୁ ଶାସ୍ତ୍ର ପଢ଼ିଛୁ, କିନ୍ତୁ ତଥାପି ଯେମିତି ଆପଣ ପଢ଼ିଛନ୍ତି ସେତିକି ହୋଇପାରେ ଆମ ପାଖରେ ଜ୍ଞାନ ନଥିବ। କିନ୍ତୁ ହିନ୍ଦୁ ଶାସ୍ତ୍ରରେ ଆପଣ ବର୍ତ୍ତମାନ ଦିନମାନଙ୍କ ମଧ୍ୟରେ କୃଷ୍ଣ ଆଉ ଯୀଶୁଙ୍କୁ ନେଇ ବହୁତ ମାନେ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଆଉ ଯୀଶୁ ଏମିତି ସେମିତି ଗାର୍ଲଫ୍ରେଣ୍ଡ ଥିଲେ, ସେମିତି ଥିଲେ ବୋଲି ଅନେକ ବିଷୟ କହୁଛନ୍ତି। ଯେହେତୁ ଆପଣ ଜଣେ ହିନ୍ଦୁ ପରିବାର ଆସନ୍ତି, ତ ଆପଣ କୃଷ୍ଣଙ୍କ ବିଷୟରେ ଧର୍ମଶାସ୍ତ୍ର ଅନୁସାରେ କଣ କହିବା ପାଇଁ ଚାହିଁବେ? ଓକେ, ଫାଷ୍ଟ ଅଫ୍ ଅଲ୍ ମୁଁ କହିବାକୁ ଚାହେଁ ଟପି ମିଶ୍ର ବାବୁ ଗୋଟେ ଷ୍ଟେଟମେଣ୍ଟ ଉଠେଇଥିଲେ। ସେଇ ଷ୍ଟେଟମେଣ୍ଟ ହେଲା ମାଥ୍ୟୁ ଚାପ୍ଟର 28। ଏହି ଚାପ୍ଟର ଯଦି ଆମେ ଦେଖିବା, ଏହି ଚାପ୍ଟରରେ ଯୀଶୁଙ୍କର ପୁନରୁତ୍ଥାନ ବିଷୟରେ କୁହାଯାଇଛି। ରାଇଟ୍ ସେ ରାଇଟ୍। ଏହି ଚାପ୍ଟରକୁ ନେଇକି ଫାଷ୍ଟ ଭର୍ସ, ଏଇ ଭର୍ସକୁ ନେଇକି ସେ କହୁଛନ୍ତି କି ଯୀଶୁଙ୍କର ଅନ୍ୟ ସ୍ତ୍ରୀ ମାନେ ବି ଥିଲେ ବୋଲି। ହଁ ହଁ ସେଇଟାରେ ଯଦି ଆମେ ଦେଖିବା ହିନ୍ଦୀ ହଁ ବାଇବେଲ ଯଦି ଆମେ ଦେଖିବା, ଚାପ୍ଟର 28 ଭର୍ସ 1, ସେଠାରେ ଲେଖାଯାଏ ମରିୟମ ମଗଦାଲିନୀ ଏବଂ ଅନ୍ୟ ସ୍ତ୍ରୀ ହଁ ସେଇଟାକୁ ଆସିଲେ, ଯୀଶୁଙ୍କ ଯୋଉ ରଖା ହେଇଥିଲା ସେଇଠାକୁ ଆସିଲେ ବୋଲି ଲେଖାଯାଏ। ତ ତପି ରାଇଟ୍ ରାଇଟ୍। ମିଶ୍ର ବାବୁ କହୁଛନ୍ତି ଅନ୍ୟ ସ୍ତ୍ରୀ ଏଇ ସେ ଯୀଶୁଙ୍କର ଗାର୍ଲଫ୍ରେଣ୍ଡ ବୋଲି କହୁଛନ୍ତି। ହଁ ଏଇଟା ଯଦି ଆପଣ ଦେଖିବେ ଇଂଲିଶ ଭର୍ଜନରେ କିମ୍ବା ଓଡ଼ିଆ ଭର୍ଜନରେ, ଆପଣ କ୍ଲିୟରଲି ବୁଝିପାରିବେ ଆଜ୍ଞା। ସ୍ତ୍ରୀ କାହାକୁ କୁହାଯାଏ। ଏଇଟା ସେ ଜାଣିବା କଥା, କିନ୍ତୁ ତାଙ୍କ ପାଖରେ ସେ ବୁଝିବାକୁ ବା ଜ୍ଞାନ କାହିଁ। ତ ଏଥିରେ ଆମେ ଜାଣିପାରୁଛୁ ଯୀଶୁଙ୍କର କୌଣସି ଗାର୍ଲଫ୍ରେଣ୍ଡ ନଥିଲେ। ଏଇମାନେ ଅନ୍ୟ ମରିୟମ, ଅର୍ଥାତ୍ ସେଇଠି ବହୁତ ସି ମରିୟମ ଥିଲେ ଏବଂ ଯୀଶୁଙ୍କର ମାତା ବି ଥିଲେ ଆଜ୍ଞା। ଏବଂ ସେମାନେ ସମାଧି ନିକଟକୁ ଆସିଥିଲେ। ରାଇଟ୍ ରାଇଟ୍। ତ ଚାଲନ୍ତୁ ଦେଖିବା ରାହିବାତ ଶ୍ରୀକୃଷ୍ଣଙ୍କର। ହଁ ଶ୍ରୀକୃଷ୍ଣଙ୍କ ବିଷୟରେ ତ କଣ କହିବି ଆଜ୍ଞା, ଛାଡନ୍ତୁ। ମୁଁ ଏଇଥିପାଇଁ ହିଁ ହିନ୍ଦୁ ଧର୍ମ ଆଜି ଛାଡିଛି। ଆଚ୍ଛା, ମାନେ ଅନେକ ଲୋକମାନେ କହୁଛନ୍ତି ଆମ ଶ୍ରୀକୃଷ୍ଣ ଏମିତି ସେମିତି ବୋଲି। ତ ଆମେ କହିବା ପାଇଁ ଚାହୁଁନୁ, ଯେହେତୁ ଆପଣ ହିନ୍ଦୁ ପରିବାର ଆସନ୍ତି, ନିଶ୍ଚିନ୍ତ ଆପଣ କୃଷ୍ଣଙ୍କ ବିଷୟରେ ଜାଣିଥିବେ, ତ କୁହନ୍ତୁ ଆପଣ। ନିହାତି ଆଜ୍ଞା, ମୁଁ ମୋର ଷ୍ଟୋରି କହିଦଉଛି। ଏଇଟା କିଛି ବର୍ଷ ପୂର୍ବର କଥା। ଆଜ୍ଞା। ଅନେକ ଲୋକ ଖ୍ରୀଷ୍ଟିଆନିଟି ଆକ୍ସେପ୍ଟ କରୁଛନ୍ତି କିଛି ନ ଜାଣିକି ବି, ହଁ ଆଉ ଅନେକ ଲୋକ ଆକ୍ସେପ୍ଟ କରୁଛନ୍ତି ଜାଣିକି। ଓକେ। କିନ୍ତୁ ମୁଁ ସେଇ ଜାଣିବା କାଟାଗିରିରେ ଆସିଛି। ମୁଁ ଅନେକ ବିଷୟ ଷ୍ଟଡି କଲି, ଯେମିତି କୁରଆନ, ବେଦ, ଉପନିଷଦ, ପୁରାଣାସ, ବିକଜ ଆଇ ୱାଜ worshipping to Shiva and Krishna. I was loving also Sri Krishna. He was my favorite ହୁଁ God. ହୁଁ ହୁଁ ହୁଁ। ତ ସ୍ପେସିଫିକ ମୁଁ ଶାସ୍ତ୍ର ପଢିଲି ଯେ ଶାସ୍ତ୍ର ଗୁଡାକରେ କଣ ଲେଖା ଯାଇଛି ଏବଂ ଭଗବାନଙ୍କ ବିଷୟରେ କଣ କୁହାଯାଇଛି। ଆଜ୍ଞା ଆଜ୍ଞା। ତ ମୁଁ ବାଇବେଲ ବି ପଢିଲି, ଅନେକ ବିଷୟ ପାଠ କଲି, କୁରଆନ ପଢିଲି ଏବଂ ମାନେ ପୁରାଣ ଆପଣ ଗୁଡିକ ମଧ୍ୟ ପ୍ରାୟ ପାଠ କଲି। ମାନେ ହିନ୍ଦୁ ଧର୍ମଶାସ୍ତ୍ର ସହ ବାଇବଲ ଆଉ କୋରାନ ମଧ୍ୟ ପଢିଛନ୍ତି। ଆଜ୍ଞା ଆଜ୍ଞା, ଏମିତି କୌଣସି ଶାସ୍ତ୍ର ନାହିଁ ଯୋଉଟା କି ମୁଁ ପାଠ କରିନାହିଁ। ଓକେ ଓକେ ଓକେ। ତ କୁରଆନ ଏବଂ ଅନେକ ବିଷୟ ମୁଁ ପଢିଛି, ଯେମିତି କିି ମନୁସ୍ମୃତି ହେଲା, ଅଷ୍ଟାଦଶ ପୁରାଣ ମାନଙ୍କରେ ଅନେକ ପୁରାଣ ଆସୁଛି, ଇଭେନ ଦୋ ବେଦ ଉପନିଷଦ, ହୁଁ ହୁଁ ହୁଁ। ଏଇଗୁଡାକ ମଧ୍ୟ ମୁଁ ଅଧ୍ୟୟନ କରିଛି। ଆଚ୍ଛା। ଓକେ, ସେଇ ସବୁ ଆମେ ପରେ କଥା ହେବା, କିନ୍ତୁ ମେନ୍ ମୁଦ୍ଦା ଏହା ଯେ ଶ୍ରୀକୃଷ୍ଣ ଏବଂ ଯୀଶୁ, ହଁ ଆମେ ପ୍ରଥମେ ଦେଖିଲେ ଯୀଶୁଙ୍କର କୌଣସି ଗାର୍ଲଫ୍ରେଣ୍ଡ ନାହିଁ, କାରଣ ସେ ପବିତ୍ର ପରମେଶ୍ୱର ଅଟନ୍ତି। ସେ ଦେହ ବନ୍ଥ ହେଇ ପୃଥିବୀ ପୃଷ୍ଠକୁ ଆସିଥିଲେ ମନୁଷ୍ୟ ମାନଙ୍କୁ ପାପରୁ ଉଦ୍ଧାର କରିବା ନିମନ୍ତେ। ହୁଁ 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 ହୁଁ। ତ ଆସନ୍ତୁ ଏବେ ଆମେ ଦେଖିବା କି ଶ୍ରୀକୃଷ୍ଣଙ୍କର କେତେଟା ଗାର୍ଲଫ୍ରେଣ୍ଡ ଥିଲେ। କାରଣ ତପି ମିଶ୍ର ବାବୁ ଶ୍ରୀକୃଷ୍ଣଙ୍କୁ ମାନୁଛନ୍ତି ଏବଂ ଶ୍ରୀକୃଷ୍ଣଙ୍କୁ ନିଜର ରେହନୁମା ରୂପରେ ସେ ନେଇଛନ୍ତି। ଆଜ୍ଞା।
ଯାହାଙ୍କୁ ସେ ନିଜର ରେହନୁମା ବୋଲି କହୁଛନ୍ତି କମ ସେ କମ ତାଙ୍କ ବିଷୟରେ ତ ସେ ଜାଣିବା କଥା। ହଁ ମୁଁ ଆକ୍ଚୁଆଲି ଭାବୁଥିଲି ତପି ମିଶ୍ରା ବାବୁ ବହୁତ ଜ୍ଞାନୀ ହେଇଥିବେ, ଅନେକ ଶାସ୍ତ୍ର ସେ ପାଠ କରିଥିବେ, ହୁଁ ହୁଁ ଅନେକ ଶାସ୍ତ୍ର ଜ୍ଞାନ ତାଙ୍କ ପାଖରେ ଥିବ। କିନ୍ତୁ ଗୋଟେ ଡିବେଟ୍ ମୁଁ ଦେଖିଲି ନ୍ୟୁଜ ରୁମରେ, ଯୋଉକି ଆମ ଖ୍ରୀଷ୍ଟିଆନ ଭାଇମାନଙ୍କ ସହିତ କରୁଥିଲେ। ହୁଁ ହୁଁ ହୁଁ। ତ ସେଇ ଡିବେଟରେ ସେ କହିଛନ୍ତି ଯୋଉ ପ୍ରକାର ଭାବରେ ଶ୍ରୀକୃଷ୍ଣଙ୍କର ଜନ୍ମରୁ ମରଣ ବୃତ୍ତାନ୍ତ ପର୍ଯ୍ୟନ୍ତ ଭଗବତ ଗୀତାରେ ଲେଖା ଆଜ୍ଞା ଆଜ୍ଞା ହେଇଛି। ସେ କହୁଛନ୍ତି ପରା ଭାଗବତ ଗୀତାରେ ଶ୍ରୀକୃଷ୍ଣଙ୍କର ଜନ୍ମରୁ ମରଣ ପର୍ଯ୍ୟନ୍ତ କଣ ବାସ୍ତବରେ ସେଇଟା ଲେଖା ହେଇଛି କି? ଆଜ୍ଞା ଦେଖନ୍ତୁ, ଭଗବତ ଗୀତାରେ ନା ତ ଶ୍ରୀକୃଷ୍ଣଙ୍କର ଜନ୍ମ ବୃତ୍ତାନ୍ତ ଅଛି ନା ମରଣ ବୃତ୍ତାନ୍ତ ଅଛି। ତାହେଲେ ତପି କାହିଁକି ମିଶ୍ର ମିଛ କହିବି? କହୁଛନ୍ତି କି? କାହିଁକି ସେ କିଛି ଜାଣି ନାହାନ୍ତି, ଖାଲି ସେ ଆଚ୍ଛା ଶୁଣି ଦେଇଛନ୍ତି ଯେ ସମସ୍ତ ବିଷୟ ଭଗବତ ଗୀତାରେ ଅଛି। ଆଚ୍ଛା ଆଚ୍ଛା ଫାର୍ଷ୍ଟ ଅଫ୍ ଅଲ୍ ମୁଁ କହିବାକୁ ଚାହେଁ ଭଗବତ ଗୀତା କଣ? ଭଗବତ ଗୀତା ମହାଭାରତର ଗୋଟେ ପାର୍ଟ, ଅଂଶ ମାତ୍ର, ଆଉ କିଛି ନୁହଁ। ଆଚ୍ଛା ଯଦି ଆପଣ ଭଗବତ ଗୀତା ଚାପ୍ଟର ନମ୍ବର 2 ପଢିବେ, ସେଠାରେ କ୍ଲିୟର ଭାବରେ ଲେଖା ଅଛି। ଆଜ୍ଞା ଆମେ ତ ଜାଣିଛୁ ମହାଭାରତ ଯୁଦ୍ଧ ପାଣ୍ଡବ ଏବଂ କୌରବ ମାନଙ୍କ ମଧ୍ୟରେ ହେଇଥିଲା। ଆଜ୍ଞା ପାଣ୍ଡବ ମାନଙ୍କର ଭାଇ ଥିଲେ 100 କୌରବ। ଆଚ୍ଛା ତ ଯେତେବେଳେ ପାଣ୍ଡବ ଆସୁଛନ୍ତି, ଅର୍ଜୁନ ଏଇ ଫ୍ୟାମିଲିରୁ ଆସୁଛନ୍ତି, ଯେତେବେଳେ ଏମାନଙ୍କ ମଧ୍ୟରେ ଯୁଦ୍ଧ ହଉଥିଲା ବା ଆରମ୍ଭ ହଉଥିଲା, ସେହି ସମୟରେ ଅର୍ଜୁନ କହୁଛନ୍ତି ଶ୍ରୀକୃଷ୍ଣଙ୍କୁ ମୁଁ ଏଇ ଯୁଦ୍ଧ କରିପାରିବିନି ମହାଶୟ, କାରଣ ସେମାନେ ମୋର ଭାଇ ବନ୍ଧୁ କୁଟୁମ୍ବ, ଆଚ୍ଛା ମୋର ଗୁରୁ, ଏମାନଙ୍କୁ ମୁଁ କେମିତି ଯୁଦ୍ଧ କରିବି? ହୁଁ 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 ଅର୍ଜୁନ ସେଇ ସମୟରେ ନାସ୍ତି କରୁଥିଲେ। ସେଇ ସମୟରେ ଶ୍ରୀକୃଷ୍ଣ ଯୋଉ ଆଡଭାଇସ ଦଉଛନ୍ତି ଅର୍ଜୁନକୁ, ଉସ୍କଉଛନ୍ତି ହୁଁ 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 ଆଉ କହୁଛନ୍ତି ଯଦି ତୁମ୍ଭେ ଜିତିବ ତାହେଲେ ସଂସାରକୁ ତୁମ୍ଭେ ଜୟ କରିବ ଏବଂ ସମସ୍ତ ବିଳାସ ତୁମ୍ଭେ ଭୋଗ କରିବ। ଯଦି ତୁମ୍ଭେ ମୃତ୍ୟୁବରଣ କରିବ ହୁଁ ତାହେଲେ ସ୍ୱର୍ଗରେ ତୁମକୁ 1000ଟା ଅପ୍ସରୀ ମିଳିବେ। ଏଇ କଥା ମହାଭାରତରେ ଉଲ୍ଲେଖ କରାହେଇଅଛି। ସ୍ୱର୍ଗରେ ମଧ୍ୟ ମିଳିବେ ନାଇଁ କି? ସ୍ୱର୍ଗରେ 1000 ରାଜକନ୍ୟା ମିଳିବେ ସେଇଠି, ଯୋଉଟା କି ଅପ୍ସରା ଆମେ କହିଥାଉ। ଆଚ୍ଛା ଆଚ୍ଛା ମୁସଲିମରେ 72 ଏଇଠି 1000 ଦେଖନ୍ତୁ। ହଁ ତ ସେ ବିଷୟ ମୁଁ ପରେ କହିବି। ଆଚ୍ଛା ତ ଯୋଉ ଆଡଭାଇସ ଦେଲେ ଶ୍ରୀକୃଷ୍ଣ ଅର୍ଜୁନକୁ, ସେଇଟା ହିଁ ଭଗବତ ଗୀତା। ଆଚ୍ଛା ତ ତପି ମିଶ୍ର ବାବୁ କହୁଛନ୍ତି, ତା ପୂର୍ବରୁ ମୁଁ ଏହା କହିବାକୁ ଚାହେଁ ଭଗବତ ଗୀତାରେ 700ଟି ଶ୍ଲୋକ ଅଛି, ମାତ୍ର 700ଟି ଶ୍ଲୋକ। ଭଗବତ କଣ ଗୀତାରେ 700ଟି ଶ୍ଲୋକ ମଧ୍ୟରେ ଶ୍ରୀକୃଷ୍ଣଙ୍କର ଜନ୍ମରୁ ମରଣ ବୃତ୍ତାନ୍ତ ବର୍ଣ୍ଣନା କରାଯାଇପାରେ? କରାଯାଇପାରେ କି ଆଜ୍ଞା ଆପଣ କୁହନ୍ତୁ? ନାଇଁ 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 ସେଇଟା ନା ତ ଶ୍ରୀକୃଷ୍ଣଙ୍କର ଜନ୍ମ ବୃତ୍ତାନ୍ତ ନା ମରଣ ବୃତ୍ତାନ୍ତ ଉଲ୍ଲେଖ କରାହେଇଛି। ସେଇଠି କେବଳ ଆଡଭାଇସ ଅଛି ଅର୍ଜୁନଙ୍କୁ, ଆଉ କିଛି ନୁହେଁ। ସେଇଟା ଥିଲା ଭଗବତ ଗୀତା। ଓକେ ତ ଚାଲନ୍ତୁ ଏବେ ଦେଖିବା ଶ୍ରୀକୃଷ୍ଣଙ୍କର, ଚାଲନ୍ତୁ ଆମେ ଏବେ ଦେଖିବା କି ଶ୍ରୀକୃଷ୍ଣଙ୍କୁ ଯୋଉ ତାଙ୍କେ କହୁଛନ୍ତି ଈଶ୍ୱର, କଣ ଈଶ୍ୱରଙ୍କର ଏହିପରି ସ୍ୱଭାବ ହେବା, କଣ ଈଶ୍ୱରଙ୍କର ସ୍ୱଭାବ ଏହିପରି ହେବା ଦରକାର କି? କାରଣ ଯିଏ ବି କ୍ଲେମ କରିପାରେ ମୁଁ ଈଶ୍ୱର, ଯେମିତି ସାରଥୀ ବାବା କହୁଥିଲେ ମୁଁ ଭଗବାନଙ୍କ ଠାରୁ ଆସିଅଛି। ହୁଁ 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 ତ ସେମିତି ଆମମାନଙ୍କୁ ଦେଖିବାକୁ ପଡିବ। ଯଦି ସେ କହୁଛି ନିଜକୁ ଈଶ୍ୱର, ତ ଆମେ ତାହାଙ୍କ କାରେକ୍ଟର ବିଷୟରେ ଜାଣିବାକୁ ପ୍ରୟାସ କରିବା। ନାଇଁ ନାଇଁ ଆଜ୍ଞା, ମାନେ ହିନ୍ଦୁ ମାନେ ତାକୁ ଭଗବାନ ବୋଲି ମାନୁଛନ୍ତି, ଆପଣ ତାଙ୍କର କ୍ୟାରେକ୍ଟରକୁ ନେଇକି କେମିତି ପ୍ରଶ୍ନ କରିପାରିବେ? ତ ଆମେ ଜାଣିବାକୁ ପଡିବ ଯେ ତାଙ୍କ ବିଷୟରେ କଣ ଲେଖା ହେଇଛି। କାହିଁକି ତପି ମିଶ୍ରା ବାବୁ କିଛି ନ ଜାଣିକି ଯୀଶୁଙ୍କର 3ଟା ଗର୍ଲଫ୍ରେଣ୍ଡ ଥିଲେ ବୋଲି କହିଲେ, ହୁଁ ହୁଁ ତ ସେମିତି ଆମକୁ ପରୀକ୍ଷା କରିବାକୁ ପଡିବ କି ତାଙ୍କର କ୍ୟାରେକ୍ଟର କିପରି, ତାହାଙ୍କ ଦୈନନ୍ଦିନ ପୁରା ଜୀବନରେ କଣ? ଜୀବନରେ ସେ କଣ କରିଛନ୍ତି, ଏହା ଆମକୁ ଜାଣିବାକୁ ପଡିବ। ଆଜ୍ଞା, ଅନେକ ଲୋକମାନେ ଜାଣିନାହାନ୍ତି ନା, ଶାସ୍ତ୍ର ପଢୁନାହାନ୍ତି। ତ ଶାସ୍ତ୍ରରେ ଯଦି ଯାହା ଲେଖା ଯାଇଥିବ ତାହା ତ ସତ ହେଇଥିବ ନା, କାରଣ ତାଙ୍କେ ତାଙ୍କର ଶାସ୍ତ୍ରକୁ ମାନନ୍ତି। ଅବଭିୟସଲି ଇଟ୍ ଇଜ ଟ୍ରୁଥ ଫ୍ୟାକ୍ଟ। ଲୋକ ଶାସ୍ତ୍ର ଅଧ୍ୟୟନ କରିବା ଦରକାର, କାରଣ ଶାସ୍ତ୍ର ବେସିସରେ ହିଁ ସବୁ ବିଷୟ ହେଇଥାଏ। ରାଇଟ୍ ମୁଁ ରାଇଟ୍ ହିନ୍ଦୁ ଭାଇ ମାନଙ୍କୁ ମଧ୍ୟ କହିବି, ଆପଣମାନେ ଆପଣମାନଙ୍କର ପୁରାଣ ଶାସ୍ତ୍ରକୁ ପାଠ କରନ୍ତୁ। ଓକେ ଆଉ ଖ୍ରୀଷ୍ଟିଆନ ଭାଇ ବନ୍ଧୁ ମାନଙ୍କୁ ମଧ୍ୟ କହିବି, ଆପଣମାନେ କେବଳ ବାଇବେଲ ପଢୁଛନ୍ତି ତାହା ଆମ ପାଇଁ ଯଥେଷ୍ଟ ନୁହଁ। ଆମମାନଙ୍କୁ ସମସ୍ତ ବିଷୟ ଜାଣିବାକୁ ପଡିବ, ହିଷ୍ଟ୍ରି ଜାଣିବାକୁ ପଡିବ, ପୁରାଣ ଉପନିଷଦ ଜାଣିବାକୁ ପଡିବ, ବେଦ ଶାସ୍ତ୍ର ଅଧ୍ୟୟନ କରିବାକୁ ପଡିବ, ସମସ୍ତ ଜ୍ଞାନ ଆମକୁ ରଖିବାକୁ ପଡିବ। ରାଇଟ୍ ତ ଏବେ ଆମେ ଆସିବା ଶ୍ରୀକୃଷ୍ଣଙ୍କର ବାୟ ମେନସନ 16,008ଟି ଶ୍ରୀକୃଷ୍ଣଙ୍କର ପତ୍ନୀଗଣ
ବାଇ ମେନସନ୍ 16,108ଟି ଥିଲେ। ଏହା ମୁଁ ଆପଣମାନଙ୍କୁ ପ୍ରୁଭ୍ କରିବି ଏବଂ ଶାସ୍ତ୍ର ପ୍ରମାଣ ସହିତ ଆପଣମାନଙ୍କୁ ମୁଁ ଦେଖେଇବି। ଏଇଟା ମୁଁ ଅନାର ଫନାର ଭକୁନି ଯେମିତି ତପି ମିଶ୍ର ବାବୁ କହୁଛନ୍ତି, ଯାହା ଶାସ୍ତ୍ରରେ ଉଲ୍ଲେଖ କରାଯାଇଅଛି ତାହା ମୁଁ ଆପଣମାନଙ୍କ ସମ୍ମୁଖରେ ପ୍ରକାଶ କରିବି। ଏଥର ଆମେ ଶାସ୍ତ୍ରାଂଶ ପାଠ କରିବାକୁ ଯିବା। ବିଷ୍ଣୁ ପୁରାଣ ଅଂଶ ନମ୍ବର 5 ଅଧ୍ୟାୟ ନମ୍ବର 13 ଦେନ୍ ଶ୍ଲୋକ ନମ୍ବର ଆପଣ ଏହାକୁ ପାଠ କରିପାରିବେ 12, 13, 14, 15। ଏଇ ଫୁଲ ଚାପ୍ଟର ହିଁ ସେଇ ବିଷୟରେ ଲେଖା ହେଇଅଛି ଯେ ଶ୍ରୀକୃଷ୍ଣ କିପରି ଭାବରେ ରମଣ କରୁଥିଲେ ଗୋପୀମାନଙ୍କ ସହିତ। ଚାଲନ୍ତୁ कुछ हाइलाइटेड वर्सेस पढ़िया। 13 यही प्रकार भावरे लिखा अच्छी, तब कृष्ण चंद्र ने निर्मल आकाश, चंद्रिका और दिशाओं को सुभूषित करने वाली विकसित कुमुदिनी तथा वन खंडिक मुखर मधुर मधुर करों से मनोहर देखकर गोपियों के साथ रमण करने की इच्छा की। रमण रो अर्थ आपण जानी थिबे, कामुकता जागृत करिया बा काम भाव जागृत करिया। सही परि श्री कृष्ण गोपी मानक सहित रमण करने को इच्छा प्रकाश कले। एटा केबेर कथा, जो समय रे कि श्री कृष्ण गोटे स्त्री मध्य विवाह करि नथिले, पूरा यंग समय रो कथा। एही श्लोक केउ जगह लिखा गय अछि माने यह उल्लेख कराई विष्णु पुराण पंचम अंशर अध्याय नंबर 13 श्लोक नंबर 13 यही जगह उल्लेख कराई। तो से सहित रमण करने श्री कृष्ण इच्छा कले। आ श्री कृष्ण ये फेमस आम जानी पारे, कारण युवा गोष्ठी कहती अरे श्री कृष्ण मध्य भी युवा समय यही प्रकार करुथिले। यही प्रकार करिया रमण करिया कौन सी प्रकार भूल नुहे, आपण शुणी थिबे। ठीक ठीक। तो एठारे 17 श्लोक एपरी भाव लिखा अच्छी, वहां जाकर कोई गोपी ने तो उनकी स्वर में स्वर मिलाकर धीरे धीरे गाने लगी और कई ने मन ही मन उनको स्मरण करने लगी। तो आम देखिपारछु गोपी माने ताहांको निकट को गले, कारण श्री कृष्ण गोपी मानकर जीना हराम कर देइथिले। हाँ भाई, तो ये आम देखिया आउ गोटे श्लोक 41 श्लोक आम देखा। एठारे प्रकार भाव लिखी अच्छे 41 श्लोक देखा। एठारे यही प्रकार भाव उल्लेख करा जाए, तब उन गोपियों से एक का हाथ पकड़कर श्री हरि ने रास मंडल रचना की। देखंतु माने कृष्ण को विषय रे सत्तर कोनटा शास्त्र जाक पढुछंती। एडा शास्त्र पाठ करूछि भाई, जेतेबेले मु पाठ करूथिली मो मुंड को भी काम दउ नथिला कि मु एटा को कंटेंट पढुछि माने कहउछन तुमे पुराण पढो, ए पढो, से पढिले सेना जानिबो। किछ नाही भाई, जो हिंदू माने पुराण पाठ करिए से माने घरे जळेई देबे। ओहो तेबे वीडियो को मु कहया पई चाहूथिबी देखुथिबा प्रत्येक दर्शक माननकु टिके वीडियो को सेमानक पाखुटे पठांतु जो माने आपनकु हिंदू शास्त्र पढिया पई कहउछन। ओके ओके आपण कंटिन्यू करन। ओके आउ कुहा जाय श्री कृष्ण कोआडे रामंकर अवतार, रामंकु कुहा जाय मर्यादा पुरुष। ओहो मर्यादा को परी मर्यादा पुरुष को ऊपर निज स्त्री को लात मारिक विदा करथिले। तो मु कहिबी आगामी वीडियोस रे कहिबी। आ मो चैनल मध्य गोटे क्रिएट करी भाई, आपण मानक लिंक देबे, आपण माने समस्त आसीबे, ए समस्त विषय में डिस्कस करिया। तो एठारे श्री हरि मध्य से गोपी गणकर हस्त धरिकी रासमंडल रचना आरंभ करुछंती। अच्छा। और उस समय उनके कर स्पर्श से प्रत्येक गोपियों की आंखों आनंद से मुझ जाती थी। तदंतर रास क्रीड़ा आरंभ हुई, उसमें गोपियों चंचल कंकण झनकर होने लगी और फिर क्रमश आज्ञा बोलू। ठीक है आज्ञा। ओके आउ थोड़ा पाठ कर। तदंतर रास क्रीड़ा आरंभ हुई, रास क्रीड़ा आरंभ हो गला। ओके
ତ ରାସ କ୍ରୀଡ଼ା ଅର୍ଥ ଆପଣ ଜାଣିପାରୁଥିବେ, ମୁଁ ଅଧିକ ଆଉ କିଛି କହିବାକୁ ଚାହୁଁନି କାରଣ ଆପଣ ସମସ୍ତେ ଆମର ବୁଝିବା ଲୋକ ଦର୍ଶକମାନଙ୍କୁ ଏଠାରେ ଟିକେ କହିଦିଅନ୍ତୁ ବସିଥାନ୍ତି। ଆଜ୍ଞା। ଆମର ଦର୍ଶକମାନଙ୍କୁ ଟିକେ କହିଦିଅନ୍ତୁ। ରାସ କ୍ରୀଡ଼ା ଅର୍ଥାତ୍ ଝିଅ ମାନଙ୍କ ସହିତ ରୋମାନ୍ସ କରିବା। ଓକେ, ସେଟା ଓକେ, କଣ ପ୍ରଶ୍ନ କରୁଥିଲେ କି? ତ ଆଉ ଗୋଟେ ଅଧ୍ୟାୟ ଆମେ ପାଠ କରିବା, ଅଧ୍ୟାୟ 14 ତାର ଶ୍ଲୋକ ନମ୍ବର 49। ଏଠାରେ ଏଇ ପ୍ରକାର ଭାବରେ ଲେଖା ଅଛି, वो रास रसिक अर्थात ସେଇ ଗୋପୀ ମାନଙ୍କ ବିଷୟରେ କୁହାଯାଏ, पिता माता और भ्राता आदि के रोकने पर भी रात्रि में श्याम सुंदर के साथ विहार करती थी। ହୁଁ। ସେ ବ୍ରଜ କନ୍ୟା ଅର୍ଥାତ୍ ଗୋପୀ ମାନଙ୍କୁ ତାଙ୍କର ଭ୍ରାତା, ଭାଇ, ବନ୍ଧୁ, କୁଟୁମ୍ବ ମନା କରୁଥିଲେ ମଧ୍ୟ ସେହି ଗୋପୀ ମାନେ ରାତ୍ରି ସମୟରେ ଗୋପୀଗଣ ଶ୍ୟାମ ସୁନ୍ଦରଙ୍କ ସହିତ ବିହାର କରୁଥିଲେ। ବିହାର ଅର୍ଥାତ୍ ଚଲାବୁଲା। ହୁଁ। ଆପଣ କୁହନ୍ତୁ ବନ୍ଧୁଗଣ, ଆଜିକା ଡେଟରେ ଯଦି କୋଉ ଝିଅ କୋଉ ପୁଅ ସହିତ ରାତିରେ ବୁଲିବ ତ ତାକୁ କଣ କୁହାଯିବ? ସେ ଝିଅକୁ କଣ କୁହାଯିବ ଏବଂ ସେଇ ପୁଅକୁ କଣ କୁହାଯିବ? ଆଜ୍ଞା ନା କଣ କହୁଛନ୍ତି ସାର୍? ଆଜ୍ଞା ଆଜ୍ଞା। ତାପରେ ଏଇଠି ଦେଖନ୍ତୁ, ମାनो करते हुए रात्रि मानो करते हुए रात्रि के समय उसके साथ रमण करते थे। ସେମାନେ ରାତି ସମୟରେ ତ ଯାଉଥିଲେ ଶ୍ରୀକୃଷ୍ଣଙ୍କ ନିକଟକୁ, କାହିଁକି ଘର ଲୋକଙ୍କ କଥା ବି ସେମାନେ ମାନୁ ନଥିଲେ। ଏହିପରି ଭାବରେ ଶ୍ରୀକୃଷ୍ଣ ବ୍ରଜ ଠାରେ ଲୋକମାନଙ୍କର ଜିନା ଚେନ୍ ହାରାମ କରିଦେଇଥିଲେ। ଝିଅ ମାନଙ୍କର ତ ଛାଡ, ସମସ୍ତେ ତାଙ୍କ ସହିତ ରାତ୍ରି କ୍ଷେପଣ କରିବାକୁ ଇଚ୍ଛା କରୁଥିଲେ। ଶ୍ୟାମ ସୁନ୍ଦର ଭଲା ପରମ ପୁରୁଷ ଭଗବାନ, ସେ ମଧ୍ୟ କାହିଁକି ହାତ ଛଡା କରିବେ? ହୁଁ। କାହିଁକି ହିନ୍ଦୁ ଲୋକମାନେ କହନ୍ତି ନା, पाने वाला चीज कभी छोड़ते नहीं। ରାତ୍ରି के समय उनके साथ रमण करते थे। ଆଉ ଶ୍ୟାମ ସୁନ୍ଦର ମଧ୍ୟ ରାତ୍ରି ସମୟରେ ରମଣ କରୁଥିଲେ। ଏହା ଶ୍ରୀ ବିଷ୍ଣୁ ପୁରାଣରେ ଉଲ୍ଲେଖ କରାହେଇଅଛି ବିସ୍ତାରିତ ଭାବରେ। ଆଉ କଣ କହିବାକୁ ଚାହିଁବେ ଭାଇ? ଏବେ ଆମେ ଦେଖିବା ଶ୍ରୀମଦ୍ ଭାଗବତ ମହାପୁରାଣ। ଓକେ। ସେଠାରେ କୋଉ ସିଙ୍ଗାର ରସ ମିଳେ ଶ୍ରୀକୃଷ୍ଣଙ୍କ ବିଷୟରେ। ଆଚ୍ଛା, ଶାସ୍ତ୍ରକୁ ଆଉ ଟିକେ ଶୁଣେଇ ଦିଅନ୍ତୁ ଭାଇ, କାହିଁକି ନା ଅନେକ ସମୟରେ ଶାସ୍ତ୍ର ପଢିଲେ ତ ଜାଣିବ ବୋଲି କହୁଛନ୍ତି ତ। ହୁଁ, ମୁଁ ଟିକେ ଏବେ ଆମେ ସମସ୍ତଙ୍କୁ ପାଠ ପଚାରିବି। କରିବା ଶ୍ରୀମଦ୍ ଭଗବତ ମହାପୁରାଣ। ଏହି ଶ୍ରୀମଦ୍ ଭଗବତ ମହାପୁରାଣ ହିଁ ଶ୍ରୀକୃଷ୍ଣଙ୍କ ବିଷୟରେ ବର୍ଣ୍ଣନା କରେ, ଜନ୍ମରୁ ମରଣ ବୃତ୍ତାନ୍ତ ପର୍ଯ୍ୟନ୍ତ। ଓକେ, ଶ୍ରୀମଦ୍ ହଁ, ଭାଗବତ ମହାପୁରାଣ। ଶ୍ରୀମଦ୍ ଭଗବତ ମହାପୁରାଣ ଦଶମ ସ୍କନ୍ଧରେ ଆମେ ଦେଖିବା। ଓକେ। ତ ଆପଣ ପଢିବେ 33 ଅଧ୍ୟାୟ ଶ୍ରୀମଦ୍ ଭଗବତ ମହାପୁରାଣ ଦଶମ ସ୍କନ୍ଧ ତାର 33 ଅଧ୍ୟାୟ। ସେ ପୁରା ଚାପ୍ଟର ର ନାଁ ହିଁ ମହାରାସ ଚାପ୍ଟର। ମାନେ ରାସ କଣ ଆଜ୍ଞା ଟିକେ କହିବେ କି ଆପଣ? ଆଜ୍ଞା ପଢ ଟିକେ କହିଦିଅନ୍ତୁ। ରାସର ଅର୍ଥାତ୍ ରାସଲୀଳା ଆପଣ ଶୁଣିଥିବେ। ଇଟ୍ ଇଜ ଲାଇକ୍ ଦ୍ୟାଟ୍ ନଥିଙ୍ଗ ଏଲ୍ସ। ଓହୋ, ଠିକ ଠିକ। କାହିଁ କହିଲେ ଅନେକ ନିହାତି ସମୟରେ ନିହାତି ଶୁଣେଇବା। ହିନ୍ଦୁ ଭାଇ ଭଉଣୀ ମାନେ ଆସିକି କମେଣ୍ଟ କରୁଛନ୍ତି, ଶାସ୍ତ୍ର ପଢିଲେ ତ ଜାଣିବ, ପୁରାଣ ପଢିଲେ ତ ଜାଣିବ, ଏଟା ପଢିଲେ ତ ଜାଣିବ ବୋଲି କହୁଛନ୍ତି ତ। ହୁଁ। ଟିକେ ଆପଣଙ୍କ ପାଖରେ ଶାସ୍ତ୍ରର ନଲେଜ ଅଛି ଯେହେତୁ ଆପଣ ଟିକେ ପଢି ଦିଅନ୍ତୁ। ଆମେ ତ ବାହାର କଥା କହୁନୁ। ଆଉ ସେମାନେ ଯଦି ଏସବୁ ବିଷୟ ପସନ୍ଦ କରୁନାହାନ୍ତି ତ ସେଗୁଡାକ ରଖିବା କଥା ବି ନାହିଁ, ବିଶ୍ୱାସ କରିବା କଥା ବି ନାହିଁ। ଓକେ, ତ ଆମେ ବର୍ତ୍ତମାନ ପାଠ କରିବା ଶ୍ରୀମଦ୍ ଭଗବତ ମହାପୁରାଣ। ଏହିପରି ଅନେକ କଣ୍ଟେଣ୍ଟ ଅଛି, ଅନେକ ଚାପ୍ଟର୍ସ ରେ ଭଗବାନ ଶ୍ରୀକୃଷ୍ଣ ଗୋପୀ ମାନଙ୍କ ସହିତ ରମଣ କରିଛନ୍ତି, ତାହାର ହିସାବ ମଧ୍ୟ ନାହିଁ। ଯଦି ଆପଣ ପାଠ କରିବେ ଶ୍ରୀମଦ୍ ଭଗବତ ମହାପୁରାଣ ଏବଂ ଅଦର ପୁରାଣସ୍ ମଧ୍ୟ। ହୁଁ ହୁଁ। ଚାପ୍ଟର 29 ର ନେମ୍ ହିଁ ରାସଲୀଳା ଆରମ୍ଭ, ଚାପ୍ଟର ର ନେମ୍। ଓହୋ ହୋ। ତ ଦେଖନ୍ତୁ ଏଇପରି ଭାବରେ ଲେଖା ଅଛି ଶ୍ଲୋକା ନମ୍ବର 1 ରେ, ହେ ପରୀକ୍ଷିତ, ଥରେ ଶରତ ଋତୁ ହୋଇଥାଏ। ମଲ୍ଲି ଜୁଇ ଆଦି ସୁଗନ୍ଧ ପୁଷ୍ପ ଫୁଟି ମହମହ ଚହଟୁ ଥାଏ। ବସ୍ତ୍ର ହରଣ ସମୟରେ ଭଗବାନ ଗୋପୀ ମାନଙ୍କୁ ଯେଉଁ ସବୁ ରାତ୍ରି ବିଷୟରେ ସଂକେତ ଦେଇଥିଲେ, ଅର୍ଥାତ୍ ଆମେ ଜାଣିଛେ ଯେ ଶ୍ରୀକୃଷ୍ଣ ବସ୍ତ୍ର ହରଣ କରିଥିଲେ, ଗୋପୀ ମାନଙ୍କୁ ଲଙ୍ଗଳା କରିକି ଛାଡି ଦେଇଥିଲେ।
ଓହୋ ହୋ। ସେଇ ରାତ୍ରି ସମୟରେ ସେହି ସମୟରେ ଯୋଉ ରାତ୍ରିର ସଂକେତ ଦେଇଥିଲେ ଏଇ ସେଇ ରାତ୍ରି ବିଷୟରେ କୁହାଯାଇଛି। ଆଚ୍ଛା, ୟେସ୍। ଶ୍ରୀମଦ୍ ଭାଗବତ ମହାପୁରାଣ ପଢୁଛନ୍ତି ତ? ୟା ସେହି ସବୁ ରାତ୍ରି ପୁଞ୍ଜୀଭୂତ ହୋଇ ଗୋଟିଏ ରାତ୍ରି ରାତ୍ରି ରୂପରେ ସେହି ସବୁ ରାତ୍ରି ପୁଞ୍ଜୀଭୂତ ହୋଇ ଗୋଟିଏ ରାତ୍ରି ରୂପରେ ଉଲ୍ଲସିତ ହଉଥାଏ। ଭଗବାନ ସେହି ସବୁ ସୌନ୍ଦର୍ଯ୍ୟ ଦେଖିଲେ ଏବଂ ଦେଖି ସାରି ସେହି ସବୁକୁ ଦିବ୍ୟ କରିଦେଲେ। ଗୋପୀମାନେ ତ ଏହିପରି ମଧୁର ସମୟ ଅପେକ୍ଷାରେ ଥିଲେ। ଶ୍ରୀକୃଷ୍ଣଙ୍କୁ ଚାନ୍ସ ବି ମିଳିଗଲା ନା, କାହିଁକି ସେ ସଂକେତ ଦେଇଥିଲେ ସେଇ ସମୟରେ ଯୋଉ ସମୟରେ ସେ ଗୋପୀ ମାନଙ୍କର ବସ୍ତ୍ର ହରଣ କରିଥିଲେ। ଆଚ୍ଛା। ତ ଆମେ ପଢିବା ଅନଦର ଆୟାତ। ଓକେ। ତ ଏହି ପ୍ରକାର ସବୁ ମାନେ କୃଷ୍ଣଙ୍କ ବିଷୟରେ ଲେଖା ହେଇଛି, ତଥାପି ଲୋକମାନେ ଅନେକ ଲୋକମାନେ ପଢିଛନ୍ତି ନା ନାଇଁ ମୁଁ କିଛି ବୁଝିପାରୁନି। ଅନେକ ଲୋକମାନେ କହୁଛନ୍ତି ଯେ ଆମେ ପଢିଛୁ, ତମେ ବି ପଢ, ମାନେ ପଢିକି ଶୁଣେଇବାକୁ ହଉଛି ଯେ ସମସ୍ତେ ଜାଣନ୍ତୁ। କାହିଁ କହିଲେ ଆଜି ଦିନ ମାନଙ୍କ ମଧ୍ୟରେ ଖ୍ରୀଷ୍ଟିଆନ ମାନଙ୍କୁ ନେଇ ଅନେକ କଥା, ଜଣେ ପବିତ୍ର ପରମେଶ୍ୱରଙ୍କୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି। ଆଜ୍ଞା ଶୁଣୁଛନ୍ତି ତ? ହଁ ହ୍ୟାଲୋ। ହଁ ତାପରେ ଯିଏ ପବିତ୍ର ପରମେଶ୍ୱର ତାହାଙ୍କ ଉପରେ ଆଙ୍ଗୁଳି ଉଠାଉଛନ୍ତି ଯେ 3ଟି ଗାର୍ଲଫ୍ରେଣ୍ଡ ଥିଲା। ଏବେ କୃଷ୍ଣଙ୍କ ବିଷୟରେ ଟିକେ ଭଲରେ ତାଙ୍କ ଶାସ୍ତ୍ରରୁ ତାଙ୍କେ ନିଜେ ଶୁଣନ୍ତୁ, ଜାଣନ୍ତୁ ଲୋକମାନେ ମଧ୍ୟ। ଆଉ ବିଶେଷ କରି ବୁଦ୍ଧିଷ୍ଟ ଲୋକମାନେ ତ ଏହି ସମସ୍ତ ବିଷୟ ପଢିକି ସେମାନେ ଓପେନଲି ମାନେ ଶପଥ ପାଠ ଗ୍ରହଣ କରୁଛନ୍ତି ଯେ ଆମେ ହିନ୍ଦୁ ଦେବାଦେବୀଙ୍କୁ ମାନିବୁ ନାହିଁ ବୋଲି। ଆଉ ଏ ବିଷୟ ଆମେ ଚର୍ଚ୍ଚା କରିବାର ଉଦ୍ଦେଶ୍ୟ ହେଲା ଯେ ବାସ୍ତବରେ ଲୋକମାନେ ସତ୍ୟକୁ ଜାଣନ୍ତୁ। ହଁ ତାପରେ ଭାଇ। ତାପରେ ଅନେକ ସମୟରେ ଆମକୁ ହିଁ ଚ୍ୟାଲେଞ୍ଜ କରିଥାନ୍ତି ତମେ ଶାସ୍ତ୍ର ପଢିନ। ଆଉ କିଛି କହିବେ ଆଜ୍ଞା? ହ୍ୟାଲୋ। ଓକେ ସାର୍, ମୁଁ ପଢିବାକୁ ଚାହୁଁଅଛି ସେଇ 29 ଚାପ୍ଟରର 40 ଶ୍ଲୋକ। ଓକେ ପଢନ୍ତୁ। ସରି ସେଇ 29 ଚାପ୍ଟରର 41-42 ଶ୍ଲୋକ ଏଠାରେ ସେଇ 29 ଚାପ୍ଟରର 41-42 ଶ୍ଲୋକ ଏଠାରେ ଏହି ପ୍ରକାର ଭାବରେ ଉଲ୍ଲେଖ କରାଯାଏ। ହେ ପରୀକ୍ଷିତ, ଭଗବାନ ଶ୍ରୀକୃଷ୍ଣ ହଉଛନ୍ତି ସନକାଦି ଯୋଗୀଗଣର ଓ ଶିବାଦି ଯୋଗେଶ୍ୱରଙ୍କର ମଧ୍ୟ ଈଶ୍ୱର। ଗୋପୀମାନଙ୍କର ବ୍ୟଥା ବ୍ୟକୁଳତା ପୂର୍ଣ୍ଣ କଥା ଶୁଣି ତାହାଙ୍କର ହୃଦୟ ବିଚଳିତ ହୋଇଗଲା। ଯଦ୍ୟପି ସେ ଆତ୍ମାରେ ହିଁ ନିଜ ସହିତ ନିଜେ ରମଣ କରନ୍ତି, ସେ ନିଜ ଛଡା ଅନ୍ୟ କୌଣସି ପ୍ରକାର ବାହ୍ୟ ବସ୍ତୁ ଆବଶ୍ୟକ କରନ୍ତି ନାହିଁ। ତଥାପି ସେ ହସି ହସି ସେମାନଙ୍କ ସହିତ କ୍ରୀଡ଼ା ରାସ ଆରମ୍ଭ କରିଦେଲେ। ଏଟା ସ୍ପେସିଫିକ କୁହାଯାଇଛି କ୍ରୀଡ଼ା ରାସ। ଓହୋ କାହା ସହିତ? ଗୋପୀ ମାନଙ୍କ ସହିତ। ଓହୋ ଏଠାରେ ଏମିତି ଅନେକ ବିଷୟ ଅଛି, ଆମେ 44 ଶ୍ଲୋକ ମଧ୍ୟ ପଢିବା। ତାପରେ ଶ୍ରୀକୃଷ୍ଣ ଗୋପୀ ମାନଙ୍କୁ ଧରି ଯମୁନାରେ ପବିତ୍ର ପୁଲିନକୁ ଚାଲିଗଲେ। ଯମୁନା ପୁଲିନ ବରଫ ସମାନ ଉଜ୍ଜଳ ସୁନ୍ଦର ବାଲିରେ ଚମକୁଥାଏ। ଯମୁନାର ତରଳ ତରଙ୍ଗକୁ ଛୁଇଁ ଛୁଇଁ ଓ କଇଁ ଫୁଲର ସ୍ୱାଭାବିକ ସୁଗନ୍ଧ ଘେନି ପ୍ରବାହିତ ହେଉଥିବା ବାୟୁ ଯମୁନା ପୁଲିନକୁ ଶୀତଳ ଓ ସୁରଭିତ କରିଦେଉଥାଏ। ସେହି ଆନନ୍ଦପ୍ରଦ ପୁଲିନରେ ଭଗବାନ ଗୋପୀ ମାନଙ୍କ ସଙ୍ଗେ ରାସଲୀଳା କରିବାକୁ ଲାଗିଲେ। ତ 45 ଶ୍ଲୋକ। ବାହୁ ପ୍ରସାରିତ କରି ଆଲିଙ୍ଗନ କରି ସେମାନଙ୍କ ହାତରେ ହାତ ମିଳେଇ, ଏଇଠି ଗୋଟେ ଗୋପୀ ନୁହନ୍ତି ଆଜ୍ଞା, ଆଚ୍ଛା ସହସ୍ର ଗୋପୀ ମାନଙ୍କ ସହିତ ଭଗବାନ କ୍ରୀଡ଼ା ରାସ କରୁଛନ୍ତି, ରାସଲୀଳା କରୁଛନ୍ତି। ବାହୁ ପ୍ରସାରିତ କରି ଆଲିଙ୍ଗନ କରି ସେମାନଙ୍କ ହାତରେ ହାତ ମିଳାଇ ହାସ୍ୟ ବିନୋଦ କରି ଓ ସେମାନଙ୍କ ନାନା ଅଙ୍ଗ ସ୍ପର୍ଶ ପୂର୍ବକ ସେମାନଙ୍କୁ ଆନନ୍ଦିତ କରି ଶ୍ରୀକୃଷ୍ଣ ଗୋପୀମାନଙ୍କୁ ଦିବ୍ୟ ପ୍ରେମ ପ୍ରଦାନ କଲେ। ଏଠାରେ ଶ୍ରୀକୃଷ୍ଣ ସେମାନଙ୍କର ବିଭିନ୍ନ ଅଙ୍ଗ ସ୍ପର୍ଶ କରୁଛନ୍ତି। ଆଚ୍ଛା। ସାଙ୍ଗମାନେ, ଆଜିକା ଡେଟରେ ଯଦି ଆମେ ଶ୍ରୀକୃଷ୍ଣଙ୍କୁ ମାନିବା, ଯଦି ଯୁବା ହେଇଥିବା, ତାହେଲେ ଆମେ ତାହାଙ୍କ ଠାରୁ କଣ ଶିଖିବା? ଏମିତି ଏହା ଶିଖିବା। ଦ୍ୱାରା
ରେପ୍ ବଢେ ଆମ ଭାରତ ବର୍ଷରେ, ରେପ୍ ମଧ୍ୟ ହୁଏ। କଣ କହିବାକୁ ଚାହିଁବେ ଜେପି ଭାଇ ଆପଣ? ମାନେ ଏଇଟା ତ ମୁଁ କହିବା ପାଇଁ ଚାହୁଁଛି ଯେଉଁମାନେ ବେଶୀ କଥାଟାକୁ କରୁଛନ୍ତି କମେଣ୍ଟରେ ସେମାନେ ଶୁଣନ୍ତୁ ଜାଣନ୍ତୁ, ଯେଉଁମାନେ କୃଷ୍ଣ ଭଗବାନ ଏମିତି ସେମିତି ଓ ଆ ବୋଲି କହୁଛନ୍ତି ସେମାନେ କ'ଣ କୃଷ୍ଣଙ୍କର ଗୋଟେ ଏମିତି ସ୍ୱଭାବ ତାହା ପୁଣି ଶାସ୍ତ୍ରରୁ ମିଳୁଛି। କୁହନ୍ତୁ ଭାଇ। ହଁ ଯେପରି ଆମେ ଦେଖିଲେ ପ୍ରଥମ ପତ୍ନୀ, ଏବେ ଆମେ ଦେଖିବା ଦ୍ୱିତୀୟ ପତ୍ନୀ ଜାମ୍ବବତୀ। ଏହାଙ୍କ ବିଷୟରେ ଉଲ୍ଲେଖ କରାଯାଏ ଭଗବତ ମହାପୁରାଣ ସ୍କନ୍ଦ ନମ୍ବର 10 ଚାପ୍ଟର ନମ୍ବର 56 ଏବଂ ଶ୍ଲୋକା ନମ୍ବର 29, 30 ଏବଂ ତାର 36 ଶ୍ଲୋକାରେ ଲେଖାଯାଏ ସେ ଜାମ୍ବବତୀଙ୍କୁ ବିବାହ କଲେ। ଜାମ୍ବବତୀ କିଏ? ଜାମ୍ବବତୀ ଭଲ୍ଲୁକ ରାଜା ଜମ୍ବାବନର ଡଟର। ଓହୋ। ତାଙ୍କୁ ଜମ୍ବାବନ ନେଇକି ସମର୍ପଣ କରିଦଉଛନ୍ତି ଶ୍ରୀକୃଷ୍ଣଙ୍କ ହସ୍ତରେ, ଦେନ୍ ଶ୍ରୀକୃଷ୍ଣ ନେଇକି ଯାଇକି ବିବାହ କରୁଛନ୍ତି। ଆଚ୍ଛା। ଏବେ ଆମେ ଦେଖିବା ସତ୍ୟଭାମା, କାରଣ ସତ୍ୟଭାମୀ ତାଙ୍କର ପତ୍ନୀ। ଭଗବତ ମହାପୁରାଣ ଚାପ୍ଟର 10 ଶ୍ଲୋକା ସତ୍ୟଭାମ ବିଷୟରେ ଭଗବତ ମହାପୁରାଣ ସ୍କନ୍ଦ ନମ୍ବର 10 ଚାପ୍ଟର ନମ୍ବର 56 ଶ୍ଲୋକା ନମ୍ବର 41 ରୁ 44 ପର୍ଯ୍ୟନ୍ତ ଦେଖିବେ, ତାଙ୍କ ବିଷୟରେ ଲେଖାଯାଏ। ଏବଂ କାଳିନ୍ଦୀଙ୍କ ବିଷୟରେ ମଧ୍ୟ ଭଗବତ ମହାପୁରାଣ ସ୍କନ୍ଦ ନମ୍ବର 10 ଚାପ୍ଟର ନମ୍ବର 58 ଶ୍ଲୋକ ନମ୍ବର 17 ଏବଂ 23, 29ରେ ଲେଖାଯାଏ। ଏବଂ ସେହିପରି ଭାବରେ ନଗ୍ନଜିତ ମଧ୍ୟ ଶ୍ରୀକୃଷ୍ଣଙ୍କର ୱାଇଫ। ତାପରେ ଆମେ ଦେଖିବା ସତ୍ୟଭାମାଙ୍କର ଗୋଟେ ଭ୍ରାତା ଥିଲେ, ଯିଏକି ଶ୍ରୀକୃଷ୍ଣଙ୍କ ସହିତ କିଛି ବାଦ ବିବାଦ ହେଇଥିଲା, ପରେ ସେ ହାରି ଯାଇଥିଲେ ଏବଂ ହାରି ଯାଇ ଶ୍ରୀକୃଷ୍ଣଙ୍କୁ ନିଜର ଭଉଣୀକୁ ଦାନ କରିଦେଲେ। ଓକେ, ଏହା ଆମେ ଦେଖିପାରିବା ସେଇ 56 ଶ୍ଲୋକା ଚାପ୍ଟର ନମ୍ବର 42ରେ। ଏହିପରି ବିବେକ ବୁଦ୍ଧିରେ ଏପରି ବିଚାର କରି ସତ୍ରାଜିତ ତାଙ୍କର ଭ୍ରାତାଙ୍କ ନାଁ ସତ୍ୟଭାମାଙ୍କ ସ୍ୱୟଂ ଏ ନିମନ୍ତେ ଉଦ୍ୟମ କଲେ ଏବଂ ନିଜର କନ୍ୟା ତଥା ସାମନ୍ତ୍ୟକମଣି ଉଭୟ ନେଇ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିଦେଲେ। ଏହା 3 ନମ୍ବରରେ ଆଣୁଛନ୍ତି। ସତ୍ୟଭାମା ସ୍ୱଭାବ ସୌନ୍ଦର୍ଯ୍ୟ, ଔଦାର୍ଯ୍ୟ ଆଦି ସଦ୍ଗୁଣରେ ସମ୍ପନ୍ନ ଥିଲା। ତାଙ୍କୁ ବିବାହ କରିବାକୁ ବହୁତ ଲୋକ ଚାହୁଁଥିଲେ, କନ୍ୟା ମାଗିବାକୁ ବହୁ ଲୋକ ଆସିଥିଲେ, କିନ୍ତୁ ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ବିଧି ପୂର୍ବକ ତାହାଙ୍କୁ ପାଣି ଗ୍ରହଣ କଲେ। ଆଚ୍ଛା ପାଣି ଗ୍ରହଣ ଅର୍ଥାତ୍ ବିବାହ କଥା। ଆଚ୍ଛା ଆଚ୍ଛା। ୟେସ୍ ଭାଇ। ହେଲେ ଆମେ ସବୁ ଏଠାରେ ଦେଖିବାକୁ ପାଉଛୁ ମାନେ କୃଷ୍ଣଙ୍କର ଜୀବନୀ ବିଷୟରେ। କୃଷ୍ଣଙ୍କର ଜୀବନୀ ଯେତେବେଳେ ଆମେ ଦେଖୁଅଛୁ, ଅନେକ ଲୋକମାନେ ତାହାଙ୍କୁ ଭଗବାନ ବୋଲି ମାନୁଛନ୍ତି, ତାଙ୍କର ଆଦର୍ଶ ବୋଲି ମାନୁଛନ୍ତି। ତେବେ ବାସ୍ତବରେ ଯେଉଁ ସବୁ ଆମେମାନେ ଧର୍ମଶାସ୍ତ୍ରରୁ ଆମେ ପାଠ କରୁଅଛୁ, ଏହି ସମସ୍ତ ବିଷୟ କ'ଣ ପ୍ରମାଣ କରିକି ମାନେ ଜଣେ ଭଗବାନ ଏମିତି ହେବା ଦରକାର? ଏହି ବିଷୟ ଲୋକମାନେ ଜାଣିପାରୁନାହାନ୍ତି। ବିଶେଷ କରି କାରଣ ହେଲା ସେମାନେ ଶାସ୍ତ୍ର କେବେ ମଧ୍ୟ ପାଠ କରନ୍ତି ନାହିଁ। ଓକେ, ଚାଲନ୍ତୁ ମୁଁ କିଛି ବିଷୟ ଆପଣଙ୍କୁ କହିବି। ଏପରି ଯଦି ଆମେ ଡିସ୍କସ୍ କରିବା ଅନେକ ଲମ୍ବା ହେଇଯିବ ଭିଡ଼ିଓ। ଆଜ୍ଞା। ତ ମୁଁ ଭିଡ଼ିଓକୁ ଲମ୍ବା କରିବାକୁ ଚାହୁଁନି, କାରଣ ଲମ୍ବା ହେଲେ କାହା ପାଖରେ ଏତେ ସମୟ ନାହିଁ ଯେ ଘଣ୍ଟା ଘଣ୍ଟା ଧରି ଭିଡ଼ିଓକୁ ଦେଖିବେ। ଆଜ୍ଞା। ସେହି ଭଗବତ ଗୀତା ଚାପ୍ଟର 59 ଅଧ୍ୟାୟରେ ଆମେ ଦେଖିବା ଆଉ କିଛି ବିଷୟ ଲେଖା ଅଛି। ସେଇ 59 ର 55 ଏଠାରେ ଏହି ପ୍ରକାର ଭାବରେ ଲେଖାଯାଏ, ପରେ ଯଦୁକୁଳ ଶ୍ରେଷ୍ଠ ବିବେକୀ ନନ୍ଦନ ଭଗବାନ ଶ୍ରୀକୃଷ୍ଣ ଯୌତୁକ ଧନ ଓ ପତ୍ନୀ ସତ୍ୟଙ୍କୁ ଧରି ଦୁହାରିକା ପହଞ୍ଚିଲେ। ଓକେ, ତାପରେ ଲେଖାଯାଏ ଶ୍ରୀକୃଷ୍ଣଙ୍କର ପିଉସୀ ଶ୍ରୁତ କୀର୍ତ୍ତି କେକୟ ଦେଶରେ ବିବାହ କରିଥିଲେ। ଶ୍ରୀକୃଷ୍ଣଙ୍କର ପିଉସୀ, ଠିକ ଅଛି। ତାହାଙ୍କର କନ୍ୟା ନାମ ଥିଲା ଭଦ୍ରା। ଶ୍ରୀକୃଷ୍ଣଙ୍କର ପିଉସୀଙ୍କର ଝିଅ ଗୋଟେ ଥିଲା, ତାଙ୍କ ନାମ ଭଦ୍ରା। ଭଦ୍ରାଙ୍କ ଭାଇ ସନ୍ତର୍ଦ୍ଧନ ସ୍ୱତଃ ପ୍ରବୃତ୍ତ ହୋଇ ଭଦ୍ରାଙ୍କୁ ଶ୍ରୀକୃଷ୍ଣ ହସ୍ତରେ ସମର୍ପଣ କରିଦେଲେ ଓ ଶ୍ରୀକୃଷ୍ଣ ଭଦ୍ରାଙ୍କ ସହିତ ପାଣି ଗ୍ରହଣ କଲେ। ଏଇଠି ଆପଣ କଣ ଦେଖିବାକୁ ପାଉଛନ୍ତି? ଶ୍ରୀକୃଷ୍ଣଙ୍କର ପିଉସୀ
ଅନ୍ୟ ଦେଶରେ ବିବାହ କରିଥିଲା। ଶ୍ରୀକୃଷ୍ଣଙ୍କର ପିଉସୀଙ୍କର ଝିଅକୁ ଶ୍ରୀକୃଷ୍ଣ ପାଣି ଗ୍ରହଣ କରୁଛନ୍ତି ଅର୍ଥାତ ବିବାହ କରୁଛନ୍ତି। ଓ ତାଙ୍କ ଝିଅକୁ ଆକା ହଁ, ତ ମୋ ପିଉସୀର ଝିଅ ମତେ କଣ ହବ ଭାଇ? ଭାଇ? ଭାଇ ହବ। ମୁଁ କଣ ମୋ ଭଉଣୀକୁ ବାହା ହେବି? ନାଇଁ ନାଇଁ। କିନ୍ତୁ ଶ୍ରୀକୃଷ୍ଣ କରିଛନ୍ତି। ତ ଆଜିକା ଡେଟରେ ଯିଏ କହୁଛନ୍ତି ଶ୍ରୀକୃଷ୍ଣ ଭଗବାନ ଏବଂ ତାଙ୍କୁ ଫଲୋ କରୁଛନ୍ତି ସେମାନଙ୍କର ଅବସ୍ଥା ଯେ କଣ ହବ ଆପଣ ଭାବନ୍ତୁ। ଆଚ୍ଛା ତାପରେ ଆଉ ଲେଖା ଅଛି, ଏତିକିରେ ସରୁନି, ଆଉ ଗୋଟେ ତାଙ୍କର ପତ୍ନୀ ଲକ୍ଷ୍ମଣା। ମଧ୍ୟପ୍ରଦେଶରେ ରାଜାଙ୍କର ଲକ୍ଷ୍ମଣା ବୋଲି ଗୋଟେ କନ୍ୟା ଥିଲା। ସେ ଅତ୍ୟନ୍ତ ସୁଲକ୍ଷଣା ଥିଲା। ଗରୁଡ଼ ଯେପରି ସ୍ୱର୍ଗରୁ ଅମୃତ ଆହରଣ କରି ନେଇଥିଲା, ଭଗବାନ ଶ୍ରୀକୃଷ୍ଣ ସେହିପରି ଏକୁଟିଆ ଯାଇ ସ୍ୱୟଂବର ସଭାରୁ ସେହି କନ୍ୟାକୁ ହରଣ କରି ନେଇ ଆସିଲେ। ଆଚ୍ଛା ଆଚ୍ଛା, ଏହି ଝିଅଙ୍କୁ ମଧ୍ୟ ଶ୍ରୀକୃଷ୍ଣ ଯାଇକି ମାନେ ଚୁରେଇକି ନେଇ ଆସୁଛନ୍ତି ବଳପୂର୍ବକ। କଣ ଭଗବାନଙ୍କର ସ୍ୱଭାବ ଏପରି ହେବା ଦରକାର କି? ତାପରେ ତଳେ ଲେଖାଗଲା, ହେ ପରୀକ୍ଷିତ, ଶ୍ରୀକୃଷ୍ଣଙ୍କର ଆହୁରି ସହସ୍ର ପତ୍ନୀ ମଧ୍ୟ ଥିଲେ। ସହସ୍ର ପତ୍ନୀ, ସେଇ 16,000 ବିଷୟରେ କୁହାଯାଇଛି। ଆଚ୍ଛା ଯୋଉ ମୁଁ କହୁଥିଲି ପୂର୍ବରୁ 16,100 ଥିଲେ ଶ୍ରୀକୃଷ୍ଣଙ୍କର ପତ୍ନୀ। ଆଜ୍ଞା। ତ ଏଇ ବିଷୟରେ ଆମେ ଜାଣିବାକୁ ହେଲେ ଚାପ୍ଟର 59 ପଢିବାକୁ ପଡିବ। ସେଇ ଚାପ୍ଟର 59 ରେ ଲେଖା ଅଛି ତାର 32 ରୁ 36 ପର୍ଯ୍ୟନ୍ତ। ଆଜ୍ଞା। ଏଠାରେ ଏଇ ପ୍ରକାର ଭାବରେ ଉଲ୍ଲେଖ କରାଯାଏ। ମାନେ ଏଟା ଶ୍ରୀମଦ୍ ଭାଗବତ ମହାପୁରାଣର କଥା କହୁଛନ୍ତି? ଶ୍ରୀମଦ୍ ଭାଗବତ ମହାପୁରାଣ। ଏବେ ଯେତିକି ବି କଥା କହିଲି ଫାଷ୍ଟରେ ଯୋଉ ମୁଁ କହିଥିଲି ସେଇଟା ବିଷ୍ଣୁ ପୁରାଣରୁ, ଏଇଟା ଶ୍ରୀମଦ୍ ଭାଗବତ ମହାପୁରାଣ। ଆଚ୍ଛା, ତେବେ ନଅର ଭିତରକୁ ଯାଇ ସେ ଦେଖିଲେ 32 ନଅର ଭିତରକୁ ଯାଇ ସେ ଦେଖିଲେ ଯେ ନରକାସୁର ବିଭିନ୍ନ ରାଜା ମାନଙ୍କର 16,000 କନ୍ୟାଙ୍କୁ ବଳପୂର୍ବକ ଧରି ଆଣି ତାର ଅନ୍ତପୁରରେ ବନ୍ଦୀ କରି ରଖିଛନ୍ତି। କିଏ କିଏ? ଇଏ ନରକାସୁର ରାଜକନ୍ୟାଙ୍କୁ ନେଇକି ଆସିଥିଲେ ବନ୍ଦୀ କରିବା ନିମନ୍ତେ ଆଚ୍ଛା। ଅନ୍ତପୁରରେ। ତ ଅନ୍ତପୁରକୁ ଆସିଥିବା ନରଶ୍ରେଷ୍ଠ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖି ସେହି ରାଜକୁମାରୀ ମାନେ ମୋହିତ ହୋଇଗଲେ। ସେମାନେ ବନ୍ଦୀଶାଳରେ ଅଛନ୍ତି, ଦୁଃଖିତ ଅବସ୍ଥାରେ ଅଛନ୍ତି, ଶ୍ରୀକୃଷ୍ଣଙ୍କୁ ଦେଖି ମୋହିତ ହଉଛନ୍ତି। ଆଚ୍ଛା ଆଚ୍ଛା, ତାପରେ ଆମେ ପଢିବା 34 ଶ୍ଲୋକ ଏପରି ଭାବରେ ଲେଖା ଅଛି, ପ୍ରତ୍ୟେକ କୁମାରୀ ପୃଥକ ସେ ଆକ୍ଚୁଆଲି ସେଇଠି ମୋହିତ ହେଇଗଲେ। ତା ତଳେ ଶ୍ଲୋକରେ ଶ୍ରୀକୃଷ୍ଣ ସେମାନଙ୍କୁ ମୁକ୍ତ କରିଦେଲେ ସେ ନରକାସୁରଙ୍କୁ ମାରି। ଆଚ୍ଛା। ତାପରେ ସେମାନଙ୍କୁ ନେଇକି ଆସିଲେ। ତାପରେ ଦେଖନ୍ତୁ, ପ୍ରତ୍ୟେକ ରାଜକୁମାରୀ ପୃଥକ ପୃଥକ ଭାବରେ ମନେ ମନେ ନିର୍ଣ୍ଣୟ କଲେ ଏହି ଶ୍ରୀକୃଷ୍ଣ ମୋର ପତି ହୁଅନ୍ତୁ, ବିଧାତା ମୋର ଏହି ଅଭିଳାଷ ପୂର୍ଣ୍ଣ କରନ୍ତୁ। ତାପରେ ଆମେ ଦେଖିବା 41 ଶ୍ଲୋକା। ତାପରେ ଭଗବାନ ଏକା ବେଳେ ଭିନ୍ନ ଭିନ୍ନ ଭାବନାରେ 41 ତାପରେ ଭଗବାନ ଏକାବେଳେ ଭିନ୍ନ ଭିନ୍ନ ଭବନରେ ଭିନ୍ନ ଭିନ୍ନ ରୂପ ଧରି ଶାସ୍ତ୍ରୀୟ ପ୍ରଣାଳୀରେ 16,100 ରାଜକୁମାରୀ ମାନଙ୍କ ସହିତ ପାଣି ଗ୍ରହଣ କଲେ। ଆଚ୍ଛା। ଅର୍ଥାତ୍ ଅନ୍ୟ ଟ୍ରାନ୍ସଲେଟରେ ଏହିପରି ଭାବରେ ଲେଖା ଅଛି, ଅନ୍ୟ ଟ୍ରାନ୍ସଲେଟର ଏହିପରି ଭାବରେ ଲେଖା ଅଛି, ଏକା ଥରକେ ବିଭିନ୍ନ ରୂପରେ ଭଗବାନ ଶ୍ରୀକୃଷ୍ଣ ସେଇ 16,100ଟି ଝିଅ ମାନଙ୍କ ସହିତ ସମ୍ଭୋଗ କଲେ। ଆଚ୍ଛା ଆଚ୍ଛା ଆଚ୍ଛା। ଏହା ଥିଲା ବନ୍ଧୁଗଣ ଶ୍ରୀକୃଷ୍ଣଙ୍କର ଷ୍ଟୋରି। ସେ କୁପରି ଭାବରେ ଅନେକ ପତ୍ନୀ ଗଣଙ୍କୁ ବିବାହ କରିଥିଲେ ଏବଂ ଗୋପ ନାରୀ ମାନଙ୍କୁ ସେ ଜିନ୍ ହାରାମ କରିଦେଇଥିଲେ ଆଚ୍ଛା, ଏବଂ ସେମାନଙ୍କୁ ରମଣ କରୁଥିଲେ। ହେଲେ କୃଷ୍ଣଙ୍କର ଜୀବନ ଆମେ ଯାହା ଦେଖୁଛୁ ତାହା ଆଗେ ଆପଣ ଶାସ୍ତ୍ରରେ ହିଁ ଦେଖେଇଛନ୍ତି। ନିହାତି, ହ୍ୱାଟ ଏଭର ଆଇ ଟକ୍ଡ ଆଇ ସେଡ୍ ୟୁ ଇନ୍ ସ୍କ୍ରିପ୍ଚର୍ସ। ଓକେ, ତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆଜି ଦିନମାନଙ୍କ ମଧ୍ୟରେ ଅନେକ ଲୋକମାନେ ଖ୍ରୀଷ୍ଟିଆନ ମାନଙ୍କୁ କହୁଛନ୍ତି ଯେ ତମେ ଏଟା ପଢ଼ ସେଟା ପଢ଼ ବୋଲି। ତ କୃଷ୍ଣଙ୍କ ବିଷୟରେ ଜାଣିବା ପାଇଁ ହେଲେ କେଉଁ ସବୁ ମୁଖ୍ୟ ଶାସ୍ତ୍ର ପଢ଼ିବାକୁ ହେବ ଆଜ୍ଞା ଟିକେ କହିଦେଲେ? ଆପଣଙ୍କୁ ମୁଖ୍ୟ ଶାସ୍ତ୍ର ଶ୍ରୀମଦ୍ ଭଗବତ ମହାପୁରାଣ ପାଠ କରିବାକୁ ପଡିବ। କାରଣ ଶ୍ରୀମଦ୍ ଭଗବତ ମହାପୁରାଣରେ ଶ୍ରୀକୃଷ୍ଣଙ୍କର ସମସ୍ତ ସିଂହାର ରସ ବର୍ଣ୍ଣନା କରାଯାଇଛି। ଆପଣ ଭଗବତ ଗୀତା ପଢିଲେ କିଛି ଜାଣିପାରିବେନି। ୟେସ୍, ତ ମୁଁ ଶେଷରେ ଆମ ଖ୍ରୀଷ୍ଟିଆନ ଭାଇ ମାନଙ୍କୁ ଅନୁରୋଧ କରେ, ଆପଣ କେବଳ ବାଇବେଲ ପାଠ କରନ୍ତୁନି, ସମସ୍ତ ବିଷୟକୁ ପାଠ କରନ୍ତୁ, ସମସ୍ତ ବିଷୟକୁ ଶିଖିବାକୁ ଆପଣ ଟ୍ରାଏ କରନ୍ତୁ। ଏହା ଗୋଟେ ପ୍ରକୃତ ଖ୍ରୀଷ୍ଟିଆନର ଲକ୍ଷଣ।
ଆଜ୍ଞା ତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତ ଭିଡ଼ିଓ ଦେଖୁଥିବା ପ୍ରତ୍ୟେକ ଲୋକଙ୍କୁ ଆପଣ କ'ଣ କହିବା ପାଇଁ ଚାହିଁବେ? ମୁଁ କହିବାକୁ ଚାହୁଁଛି ଯେ ଏଇ ଭିଡ଼ିଓ ତପି ମିଶ୍ର ବାବୁ ଏବଂ ସମସ୍ତେ କଟ୍ଟର ହିନ୍ଦୁ ଭାଇମାନଙ୍କ ନିକଟକୁ ସେୟାର କରନ୍ତୁ, ଯେ କି ଶ୍ରୀକୃଷ୍ଣଙ୍କୁ ଏକ ପୁରୁଷ ଉତ୍ତମ ମର୍ଯ୍ୟାଦା ଉତ୍ତମ ଭାବରେ ମାନନ୍ତି। ଦେଖିବା ଏଇ ଭିଡ଼ିଓ ଦେଖିଲା ପରେ ସେମାନେ କେମିତି ମାନିବେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୁରୁଷ ଉତ୍ତମ। ଆଚ୍ଛା ଥ୍ୟାଙ୍କ ୟୁ ଆଜ୍ଞା। ଏଇ ଭିଡ଼ିଓ ଆମର ବହୁତ ମାତ୍ରାରେ ସେୟାର କରିବା ଦରକାର, ଯାହାଦ୍ୱାରା ପ୍ରତ୍ୟେକ ଲୋକମାନେ ଜାଣିବା ଦରକାର ସତ୍ୟ କ'ଣ ତାହା। ତ ଭିଡ଼ିଓ ସମାପ୍ତ ହେବା ପୂର୍ବରୁ ଗୋଟେ ବିଷୟ କହିବାକୁ ଚାହେଁ ଭାଇ ମୁଁ। ଆଜ୍ଞା କୁହନ୍ତୁ। ତ ଏହି ସବୁ ବିଷୟ ଦେଖିକି ମୁଁ ହିନ୍ଦୁ ଧର୍ମ ପରିତ୍ୟାଗ କଲି ଏବଂ ଖ୍ରୀଷ୍ଟିଆନିଟିକୁ ଆସିଲି। ଏହା ଥିଲା ମୋର କିଛି କାହାଣୀ। ଓକେ ଥ୍ୟାଙ୍କ ୟୁ ଆଜ୍ଞା, ଆପଣ ଆପଣଙ୍କର ଟାଇମ୍ ଦେଇଥିବାରୁ। ଓକେ ଥ୍ୟାଙ୍କ ୟୁ ସୋ ମଚ୍ ବ୍ରୋ।